ହାରି ନଥିବା ଛୁଆ। କେବେ ନା କେବେ ଜୀବନ ଆମକୁ ଏମିତି ପରିସ୍ଥିତି ଦେଖାଇଥାଏ ଯେଉଁଠି ସ୍ୱପ୍ନ ଦେଖିବା ମଧ୍ୟ ଅପରାଧ ଲାଗେ। ଏହା ଗୋଟିଏ ଏମିତି ଛୁଆର କାହାଣୀ ଯେ ହାରିବା କେବେ ବି ଶିଖିନାହିଁ, ହାରିବାକୁ ମଧ୍ୟ ସେ ପସନ୍ଦ କରେ ନା। ଗୋଟିଏ ଛୋଟ ଗାଁର ନାମ ଶାନ୍ତିପୁର। ସେହି ଗାଁରେ ଥିଲା ଗୋଟିଏ ଗରିବ ପରିବାର ଏବଂ ସେହି ପରିବାରର ଗୋଟିଏ ଛୁଆ ରାକେଶ। ବାପା ଦିନ ମଜୁରୀ, ମା ଘରେ ଘରେ ବୁଲି ବୁଲି କାମ କରିଥାନ୍ତି। କେତେବେଳେ ଦୁଇ ବେଳା ଖାଇବା ମଧ୍ୟ ନିଶ୍ଚିତ ନଥାଏ। ବହୁତ ଦୁଃଖ କଷ୍ଟରେ ସେ ପରିବାର ଚଳୁଥାନ୍ତି। କିନ୍ତୁ ଏହି ସବୁ ଦୁଃଖ ମଧ୍ୟରେ ରାକେଶର ଗୋଟିଏ ସ୍ୱପ୍ନ ଥିଲା। ସେ ପଢ଼ିବାକୁ ଚାହୁଁଥିଲା। ପ୍ରତିଦିନ ଖାଲି ପାଦରେ ସ୍କୁଲକୁ ଯାଉଥିଲା। ଲୋକେ ହସୁଥିଲେ, ଏ ଛୁଆ ପଢ଼ିକି କ'ଣ କରିବ? ଏ ତ ମଜୁରୀ କରିବ। ଯେହେତୁ ତା ବାପା ଜଣେ ମଜୁରିଆ, ତା ମା ଯେହେତୁ ବାର ଘର ବୁଲି କାମ କରୁଛି, ସେ ସେଇଭଳି ମଜୁରୀ କରିବ। ଏହି କଥା ତା ହୃଦୟକୁ ଭାଙ୍ଗୁଥିଲା, କିନ୍ତୁ ତା ସ୍ୱପ୍ନକୁ ନୁହେଁ। ସ୍କୁଲରେ ରାକେଶ ଚା ଦୋକାନରେ କାମ କରୁଥିଲା। ରାତିରେ ଦୀପ ଆଲୋକରେ ପଡ଼ୁଥିଲା। ଘୁମ ଆସୁଥିଲା, ହାତ କାঁପୁଥିଲା, କିନ୍ତୁ ସେ ନିଜକୁ କହୁଥିଲା, ସମ୍ଭାଳି ଯା। ଆଜି ମୁଁ ହାରିଲେ କାଲି ମୋର ଜୀବନ ମଧ୍ୟ ହାରିଯିବ।
ଗୋଟିଏ ଦିନ ତା ବାପା ଗୁରୁତର ଭାବରେ ଅସୁସ୍ଥ ହେଲେ। ଡାକ୍ତର କହିଲେ ଚିକିତ୍ସା ପାଇଁ ପଇସା ଦରକାର। ଘରେ ପଇସା ନଥିଲା। ମା କାନ୍ଦୁଥିଲେ ବସିକି। ସେଦିନ ରାକେଶ ଭାବିଲା ସ୍କୁଲ ଛାଡ଼ିଦେବାକୁ ପଡ଼ିବ। କିନ୍ତୁ ଶିକ୍ଷକ ଏହା ଜାଣିନଥିଲେ। ଶିକ୍ଷକ କହିଲେ ପରିସ୍ଥିତି ଆସେ ଓ ଯାଏ, କିନ୍ତୁ ଶିକ୍ଷା ଜୀବନ ସାରା ଥାଏ। ସେ ସାହାଯ୍ୟ କଲେ। ଗାଁ ଲୋକେ ମଧ୍ୟ ସହଯୋଗ କଲେ। ରାକେଶ ପୁଣି ଶ୍ରମ କଲା ଦିନ ରାତି। ଦଶମ ପରୀକ୍ଷାରେ ଗାଁରେ ପ୍ରଥମ ହେଲା। ଆଜି ସେହି ଲୋକମାନେ ମୁଣ୍ଡ ନୁଆଇଁ ଗଲେ। ରାକେଶକୁ ଦେଖି ତାଙ୍କ ମୁଣ୍ଡ ତଳକୁ ହେଇଗଲା। ବର୍ଷ ପରେ ବର୍ଷ ରାକେଶ ଭଲ ଚାକିରି ପାଇଲା। ବାପା ମା ସୁଖରେ ରହିଲେ। ଗୋଟିଏ ଦିନ ସେ ଗାଁକୁ ଫେରିଲା। ଏବେ ସେ ଗୋଟିଏ ସଫଳତାର ମଣିଷ। ସେ ଛୁଆମାନଙ୍କୁ କହିଲା ଲୋକେ କ'ଣ କହୁଛନ୍ତି ସେଥିରେ ମୂଲ୍ୟ ନାହିଁ। ଆପଣ କେତେ ହାରି ନଥାନ୍ତି ସେଇଟା ମହତ୍ତ୍ୱପୂର୍ଣ୍ଣ। ଯେ ମଣିଷ ହାରି ନଥାଏ ସେ ଦିନେ ନିଶ୍ଚୟ ଜିତେ। ସେହିଭଳି ଭାବରେ ରାକେଶ ତା ଜୀବନରେ ଯେକୌଣସି ସବୁ ପରିସ୍ଥିତି ଆଗତ ଭବିଷ୍ୟତ ଘଟିଯାଇଛି ସମସ୍ତ ବିବରଣୀ ସେ ପିଲାଙ୍କୁ କହିଲା। ତ ଭିଡ଼ିଓ ମାଧ୍ୟମରୁ ଆମକୁ ଗୋଟିଏ କଥା ଶିଖିବାକୁ ମିଳିଲା ଯେ କୌଣସି ପରିସ୍ଥିତିରେ ମଧ୍ୟ ନିଜର ଆତ୍ମବିଶ୍ୱାସକୁ କେବେ ଭାଙ୍ଗିବା କଥା ନୁହେଁ। ଦିନେ ନା ଦିନେ ସଫଳତା ମିଳିବ ହିଁ ମିଳିବ। କାରଣ ଯିଏ କଷ୍ଟ କରେ ତାକୁ କୃଷ୍ଣ ମିଳେ, ଏକଥା ମଧ୍ୟ ଶାସ୍ତ୍ରରେ ପ୍ରମାଣ ଅଛି। ତ ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦେବେ ଏବଂ ଆପଣଙ୍କ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କ ନିକଟକୁ ଭିଡ଼ିଓଟିକୁ ନିଶ୍ଚୟ ସେୟାର କରିଦେବେ। ଜୟ ଜଗନ୍ନାଥ।